ମହାବିଷୁବ ସଂକ୍ରାନ୍ତି ଓ ଭଗବାନ ସୂର୍ଯ୍ୟନାରାୟଣଙ୍କର ମେଷ ରାଶିରେ ମହାଗୋଚର। ସୂର୍ଯ୍ୟଦେବଙ୍କର ମେଷ ରାଶିରେ ଗୋଚର କରିବା ତିନୋଟି ରାଶିର ଭାଗ୍ୟ ଉଦୟ ହେବା ସଙ୍ଗେ ସଙ୍ଗେ ଦୁଇ ଗୋଟି ଦୁର୍ଲଭ ରାଜଯୋଗର ମଧ୍ୟ ନିର୍ମାଣ ହେବ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। 2026 ମସିହା ଅପ୍ରେଲ ମାସ 14 ତାରିଖ ମଙ୍ଗଳବାର ଦିନ ଗ୍ରହ ଜଗତର ରାଜା ସୂର୍ଯ୍ୟଦେବ ଗୋଚରରେ ମୀନ ରାଶିରୁ ବାହାରି ନିଜର ଉଚ୍ଚ ରାଶି ମେଷ ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟଦେବଙ୍କର ଏହି ଗୋଚର ତିନି ଗୋଟି ରାଶି ପାଇଁ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ। ପ୍ରଥମେ ଜାଣିବା ମେଷ ରାଶିରେ ସୂର୍ଯ୍ୟ ନାରାୟଣଙ୍କର ପ୍ରବେଶ ମେଷ ରାଶି ପାଇଁ କିପରି ଫଳ ପ୍ରଦାନ କରୁଅଛି। ସୂର୍ଯ୍ୟ ମେଷ ରାଶିର ଲଗ୍ନ ଭାବରେ ଅବସ୍ଥାନ କରିବେ। ଏହାର ପ୍ରଭାବରେ ମେଷ ରାଶି ବ୍ୟକ୍ତି ଅତ୍ୟନ୍ତ ଶକ୍ତିଶାଳୀ ହେବା ସହିତ ନେତୃତ୍ୱ ନେବାର ଗୁଣ ବିକଶିତ କରିବେ। ସରକାରୀ ସ୍ତରରେ ବାକି ରହିଥିବା କାମ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ। କ୍ୟାରିୟରରେ ସଫଳତା ପାଇବେ। ମାନ ସମ୍ମାନ ଓ ପ୍ରସିଦ୍ଧି ମିଳିବ। ସନ୍ତାନ ବର୍ଗଙ୍କ କୃତିତ୍ୱରେ ଗର୍ବ ଅନୁଭବ କରିବେ। ଭାଗ୍ୟ ଉନ୍ନତିର ରାସ୍ତା ଖୋଲିଯିବ। ଶରୀର ସୁସ୍ଥ ରହିବ। ସିଂହ ରାଶି। ସିଂହ ରାଶିର ଅଧିପତି ସ୍ୱୟଂ ସୂର୍ଯ୍ୟଦେବ ସିଂହ ରାଶିର ଭାଗ୍ୟଭାବ ମେଷ ରାଶିରେ ଉଚ୍ଚ ଭାବରେ ଅବସ୍ଥାନ କରିବା ଦ୍ୱାରା ଏହି ସମୟରେ ମେଷ ରାଶି ବ୍ୟକ୍ତି ଅଦ୍ଭୁତ ଭାଗ୍ୟ ଭୋଗ କରିବେ। ସମସ୍ତ କ୍ଷେତ୍ରରେ ସଫଳତାର ସ୍ୱାଦ ପାଇପାରିବେ। ଚାକିରି ଓ ବେପାର କ୍ଷେତ୍ରରୁ ଆଶାତୀତ ସଫଳତା ମିଳିବ। ସେୟାର ମାର୍କେଟ ବା ଲଟେରୀ ଭଳି କ୍ଷେତ୍ରରୁ ମଧ୍ୟ ପ୍ରଚୁର ଧନ ଉପାର୍ଜନ କରିହେବ। ଧର୍ମ ଓ ଆଧ୍ୟାତ୍ମ ଜଗତ ପ୍ରତି ଆଗ୍ରହ ବଢ଼ିବ। ଶରୀର ନିରୋଗ ରହିବା ସଙ୍ଗେ ସଙ୍ଗେ ରୋଗରେ ପଡ଼ିଥିଲେ ରୋଗରୁ ମଧ୍ୟ ଆରୋଗ୍ୟ ଲାଭ କରିବେ। ଧନୁରାଶି। ଧନୁରାଶିର ପଞ୍ଚମ ଭାବ ମେଷ ରାଶିରେ ସୂର୍ଯ୍ୟଦେବଙ୍କର 1 ମାସ ପର୍ଯ୍ୟନ୍ତ ରହଣି ବା ଗୋଚର କରିବା ଧନୁରାଶି ବ୍ୟକ୍ତିଙ୍କ ପାଇଁ ବଡ଼ ଅନୁକୂଳ ସମୟ ତିଆରି କରିବ। ପୂର୍ବରୁ ବିଭିନ୍ନ ରାଜକୀୟ ଓ ସରକାରୀ କାର୍ଯ୍ୟରେ ଯେଉଁ ବିଫଳତା ପାଉଥିଲେ ତାହା ସଫଳତାରେ ପରିଣତ ହେବ। ବ୍ୟବସାୟ କ୍ଷେତ୍ରରେ ରହିଥିଲେ ସୂର୍ଯ୍ୟଦେବଙ୍କର ଆଶୀର୍ବାଦରୁ ବୈଭବଶାଳୀ ହେବେ। ମିତ୍ରମାନଙ୍କର ସହଯୋଗରେ ସମସ୍ତ କାର୍ଯ୍ୟ ସିଦ୍ଧି ହେବ। ପ୍ରେମ ସମ୍ପର୍କରେ ନୂତନ ମୋଡ଼ ଆସିବ। ପ୍ରେମ ବିବାହ କରିବା ପାଇଁ ଯୋଜନା ତିଆରି ହୋଇଯିବ। ସନ୍ତାନ ବର୍ଗଙ୍କ କୃତିତ୍ୱରେ ଆତ୍ମହରା ହେବେ। ଶରୀର ନିରୋଗ ରହିବା ସଙ୍ଗେ ସଙ୍ଗେ ରୋଗରେ ପଡ଼ିଥିଲେ ସେଥିରୁ ଆରୋଗ୍ୟ ଲାଭ କରିବେ। ଏହା ସହିତ ସୂର୍ଯ୍ୟଦେବଙ୍କର ମେଷ ରାଶିରେ ପ୍ରବେଶ ମେଷ ରାଶିରେ ପୂର୍ବରୁ ରହିଥିବା ବୁଧ ମହାଗ୍ରହଙ୍କ ସହିତ ମିଳିତ ହୋଇ ବୁଧାଦିତ୍ୟ ଯୋଗର ନିର୍ମାଣ ହେବ, ଯାହାର ପ୍ରଭାବରେ ଦ୍ୱାଦଶ ରାଶିଚକ୍ରର 12 ଗୋଟି ରାଶି ଉଣା ଅଧିକେ ଶୁଭ ଫଳ ପ୍ରାପ୍ତ ହେବେ। ଏହାଛଡ଼ା ଚନ୍ଦ୍ର ମହାଗ୍ରହଙ୍କ ଦ୍ୱାରା ବେଶୀ ଯୋଗର ମଧ୍ୟ ଅଭ୍ୟୁଦୟ ଘଟିବ। ସୂର୍ଯ୍ୟ ମହାଗ୍ରହଙ୍କର ମେଷ ରାଶିରେ ପ୍ରାୟ 1 ମାସର ଗୋଚର ତଥା ମହାବିଷୁବ ସଂକ୍ରାନ୍ତିର ଶୁଭଫଳ ପାଇବା ନିମନ୍ତେ ରାଶି ଚକ୍ରର ପ୍ରତ୍ୟେକ ରାଶିର ବ୍ୟକ୍ତି ପ୍ରତ୍ୟହ ପ୍ରାତଃସ୍ନାନ ପରେ ଭଗବାନ ସୂର୍ଯ୍ୟ ନାରାୟଣଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ। ମନୋବାଞ୍ଛିତ ଫଳ ପ୍ରାପ୍ତ ହେବେ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।